ଶ୍ରୀମଦ୍ଭାଗବତ ସପ୍ତମ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟ। ନାରଦ ଉବାଚ। କହନ୍ତି ବ୍ରହ୍ମାଙ୍କ ନରଦ ନନ୍ଦନ ରାଜନ ସାବଧାନେ ଶୁଣ। ଅସୁର କୂଳେ ଜାତ ହୋଇ ଜୟ ବିଜୟ ବେନି ଭାଇ। ହିରଣ୍ୟ ହିରଣ୍ୟକ୍ଷ ବୀର ତପେ ତୋଷିଲେ ବେଦବର। ହିରଣ୍ୟ କଶ୍ୟପୁ ଅସୁର ବଳେ ହୋଇଲା ରାଜେଶ୍ୱର। କଷ୍ଟ ପାଇଣ ଭୟଙ୍କର ତ୍ରାସେ କମ୍ପିଲେ ସୁର ନର। ତାର ଅନୁଜ ହିରଣ୍ୟାକ୍ଷ ଗଦା ସଂଗ୍ରାମେ ଅତି ଦକ୍ଷ। ଦେବ ମନୁଷ୍ୟ ତାର ତୁଲେ ଗଦା ଯୁଦ୍ଧରେ ହାରିଗଲେ। ବେନି ଲୋକ ଜିଣି ବଳେ ବିଜୟ କଲା ସେ ପାତାଳେ। ବରୁଣ ପୁରେ ଯାଇ ମିଳି ପ୍ରଚଣ୍ଡ ଗଦା କରେ ତୋଳି। ବେନି ଲୋକ ଜିଣି ବଳେ ବିଜୟ କଲା ସେ ପାତାଳେ। ବରୁଣ ପୁର ଯାଇ ମିଳି ପ୍ରଚଣ୍ଡ ଗଦା କରେ ତୋଳି। ପଇଲା ଯୁଦ୍ଧ ମତେ ଦିଅ ନହିଲେ ପାତାଳେ ନଥାଅ। ମୋର ଏ ପାତାଳ ଭୁବନ ଏମନ୍ତ ଗଲା କେତେ ଦିନ। ଯଜ୍ଞ ବରାହ ରୂପ ଧରି ତନ୍ତ୍ରାଗେ ଧରଣୀ ଉଦ୍ଧାରି। ସେ ହରି ଥିଲେ ତାର ପୁରେ ତିନି ଭୁବନ ଉପକାରେ। ଅସୁର ଦେଖି ଦାମୋଦର ଗଦା ପ୍ରହାରେ କଲେ ଚୁର। ହିରଣ୍ୟ କଶ୍ୟପୁ ତା ଶୁଣି କୋପେ କମ୍ପିଲା ସେଇ କ୍ଷଣି। ଅଧରତ ଦନ୍ତରେ କାମୁଡ଼ି ହାହାସ ବଦେ ଶିର ତାଡ଼ି। ଭାତୃ ନିଧନେ ସେ ବିକଳ ଚାହିଁଲା ଆକାଶ ମଣ୍ଡଳ। ସମୁଧ ଦିଶଇ ଆକାଶ ତେଣୁ ହୋଇଲା ମହାରୁଷ। କରାଳ ବକ୍ରେ ଉଦ୍ଧ ଦୃଷ୍ଟି କଲଲାଟେ ଟେକିଣ ବ୍ରୁକୁଡ଼ି। ଖେଳି ତ୍ରିଶୂଳ ସଭା ମଧ୍ୟେ ବୋଲଇ ଭାତୃ ଶୋକ ବାଦେ। ଭୋ ଭୋ ଦାନବ ଦୈତ୍ୟ ଗଣ କହଇ ସାବଧାନେ ଶୁଣ। ମୂର୍ତ୍ତି ତ୍ରିନେତ୍ର ସମ୍ବର ବସତ ବାହୁ ହୟ ଶିର। ନମୁତି ହେ ପାକ ଇଲୋଳ ହେ ବିପ୍ରଚିତ ଶୁଣ ବୋଲ। ପୁଲକ ଶଙ୍କୁନି ସହିତେ ମୋର ସଭା ମଧ୍ୟରେ ଯେତେ ମୋହର ବୋଲ। ଏବେ କର ଏ ଶୋକ ସାଗର ଉଦ୍ଧାର। ମୋର ବୈରୀ ଦେବ ଲୋକେ ମନୁଷ୍ୟ ମଧ୍ୟଛନ୍ତି ଥୁକେ। ହରିଙ୍କୁ ଭଜନ୍ତି ସେ ନିତ୍ୟ ଏତେ ବିଚାରି ମୋର ଚିତେ। ହରିର ପଥ ଆଶ୍ରା କଲେ ମୋର ଭାଇକି ସଂହାରିଲେ। ସେ ହରି ମୋହର ବୈରୀ ଅତି ନିର୍ଦ୍ଦୟ ଅହଙ୍କାରୀ। ମାୟାରେ ନାନା ରୂପ ଧରେ ଭକତ ସଙ୍ଗ ସେ ବିହାରେ। ବାଳକ ପ୍ରାୟ ତାର ଗତି ଏଣୁ ଅସ୍ଥିର ମୋର ମତି। ଏ ଶୂଳ ମାରି ତା ଶରୀରେ ତର୍ପଣ କରିବି ରୁଧିରେ। ଭାତୃ ପିତୃ କାର୍ଯ୍ୟ ଅର୍ଥେ କହିଲି ତୁମ୍ଭର ଅଗ୍ରତେ। ସେ କୂଟ ଦୁଷ୍ଟ ଦୁରାଚାର ତାର ବିଶ୍ୱାସୀ ବେଗେ ମାର। ସେ ମଲେ ମରିବେ ସକଳ ବୃକ୍ଷ କାଟିଲେ ଯେନେ ଡାଳ। ଯାବତ ନ ମରଇ ହରି ତାବତ ଭ୍ରମ ସୁନ୍ଦରୀ। ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଯେତେ ବିଷ୍ଣୁ ଭକତି ଅବିରତେ। ତପସ୍ୱୀ ଜନ ବେଗେ ମାର ଯଜ୍ଞର ଅଗ୍ନିନାଶ କର। ତ୍ରିସନ୍ଧ୍ୟା ଭକ୍ତହୀନ ଭକ୍ତଜ୍ଞାନୀ ଯେତେ ତାହାଙ୍କୁ ମାର ଅବିରତେ। ଧର୍ମ କ୍ରିୟା ମୂଳେ ହରି ସେ ଥାଇ ତାର ହୃଦେ ପୁରୀ। ଇଷ୍ଟ ଦେବତା ପିତୃଗଣ ଯେଥାନ୍ତି ଧର୍ମ ପାରାୟଣ। ଗୋରୁ ବ୍ରାହ୍ମଣ ଯଜ୍ଞ ଯହିଁ ବେଦ ପଠନେ ମନ୍ତ୍ର ଧାଇ। ଆଶ୍ରୟ କ୍ରିୟା ଯହିଁ ଥିବ ବେଗେ ବିନାଶ ଅଗ୍ନି ଦେବ। ଏମନ୍ତ ରାଜା ଆଜ୍ଞା ପାଇ ଅସୁର ଗଲେ ସଜ ହୋଇ। ସ୍ୱଭାବେ ଅସୁର ନିର୍ଦ୍ଦୟ ପ୍ରାଣୀ ମରଣେ ବଡ଼ ପ୍ରିୟ। କ୍ଷଣକେ ପଶି ଗ୍ରାମ ପୁରେ ଗିରି ବନସ୍ଥ କ୍ଷେତ୍ର ଦ୍ୱାରେ। ଋଷି ଆଶ୍ରମେ ତପବନ ମେରୁ ପର୍ବତ ନାନା ସ୍ଥାନେ। ଗୁରୁ ବ୍ରାହ୍ମଣ ଯଜ୍ଞ ସ୍ଥାନ ଅନଳେ ଦହିଲେ ତତ୍କ୍ଷଣ। ନିତ୍ରି ଘେନି ମହାସୁର ଭେଦିଲେ ପ୍ରାକାରେ ଗୋପୁର। ଅସୁର ବଳ ବେଗେ ବ୍ୟାପି ଛେଦି ପକାଇଲେ ବିପଡ଼ି। ଜୀବିତ ବୃକ୍ଷ ଯେତେ ଥିଲେ ପରଶୁ ହସ୍ତେ ତା ଛେଦିଲେ। ଏମନ୍ତେ ଦ୍ୱାଦଶ ବରଷ ଧର୍ମ ନାସିଲେ ମହାରୋଷେ। ନିରତେ ପ୍ରାଣୀ ନାଶ କଲେ ଦେବେ ଆକାଶୁ ପଳାଇଲେ। ଲୁଚିଲେ ବନଗିରି ତୃଣେ ଘୋର କାନନ ସୁର ଗଣେ। ଭାତୃ ମରଣେ କୋପ କଲା ଏମନ୍ତ ପ୍ରାଣୀ ନାଶ କଲା। ଭାତୃର ପ୍ରେତ କାର୍ଯ୍ୟ କଲା ଅନଳ ଜଳ ଅନ୍ନ ଦେଲା। ତର୍ପଣ ଶ୍ରାଦ୍ଧ କର୍ମ ସାରି ଭାତୃ ପୁଷ୍ପକୁ କୋଳେ ଧରି। ତତ୍କ୍ଷଣେ ଅନ୍ତପୁରେ ଯାଇ ହୃଦେ ଅସୁରକୁ ରାଇ। ଶଙ୍କୁନି ସମ୍ବର ଦୁଷ୍ଟିକ ଭୂତ ସନ୍ତାପକ ଯେ ବୃକ। କାଳ ନାଭ ମହାନାଭଙ୍କୁ ହରିଶୃସ୍ର ଉତ୍କଚକୁ। ନିଜର ନିକଟେ ବସାଇ ଅନୁଜ ପତ୍ନୀକୁ ଅନାଇ। ତାହାର ନାମ ଅଟେ ଭାନୁ। ସ୍ୱାମୀ ମରଣେ କ୍ରୋଧ ମନୁ। ମାତାର ସଙ୍ଗେ ତାକୁ ଆଣି ବସାଇ କହେ ମଞ୍ଜୁ ବାଣୀ। ହିରଣ୍ୟ
କଶ୍ୟପ ବାଚ ହେ ମାତା ପୁତ୍ର ବଧୂ ଗଣ ଶୋକ କରିବା କାରଣ ମୃତ୍ୟୁ ପ୍ରାଣୀକୁ ନ ସୁମରି ଏ ଜୀବ ନୁହଁ କାହାରି ବୀର ମରଣ ରିପୁ ମୁଖେ କଲେ ଅକ୍ଷୟ ସ୍ୱର୍ଗ ସୁଖେ ତାର ମରଣ ଚିନ୍ତା ନାହିଁ ସ୍ୱର୍ଗେ ବସିଲା ମୋର ଭାଇ ପଥେ ପଥୁକି ଜନ ପ୍ରାୟ ଭବେ କିଛି ସ୍ଥିର ନାହିଁ ପୂର୍ବ ଜନ୍ମର କର୍ମ ଫଳେ ପ୍ରାଣୀ ମିଳନ୍ତି ସଂସାରେ ତୃଷାତ ଲୋକ ନିବାରଣେ ଜେନେ ମିଳନ୍ତି ଜଳ ସ୍ଥାନେ ପୁଣି ଚଳନ୍ତି ଶ୍ରମ ସାରି ସେ ଜଳ ନୁହଁ କାହାରି ଆତ୍ମା କେବେ ନାଶ ନୁହେଁ ପ୍ରବେଶ କରେ ଯେଉଁ ଦେ ଅବଶ୍ୟ ସୁଧ ସର୍ବଗାମୀ ସର୍ବଜ୍ଞ ସର୍ବଦେହ ଭ୍ରମୀ ସେ ଆତ୍ମା ଦେହରୁ ଚଳିଲେ ଦେହ ବିନାଶ ଲଭେ ବଲେ ଚଞ୍ଚଳ ଜଳେ ବୃକ୍ଷ ଛାଇ ଚଳିଲା ପ୍ରାୟ ଦିଶଇ ସେ ଯେନେ ଉଦକ ନମି ସେ ଆତ୍ମା ଶରୀର ପ୍ରକାଶେ ବାଳକେ କ୍ରୀଡ଼ାରେ ଘୁରନ୍ତି ଭ୍ରମୀଣ ମହିରେ ପଡ଼ନ୍ତି ତା ଚାହାନ୍ତେ ଭ୍ରମଇ ସଂସାର ହେମନ୍ତ ମାୟା କ୍ରୀଡ଼ା ଘର ଏଣୁ ଏ ମାୟା ଗୁଣ ଦୋଷେ ମନ ନ ରହି ବିଶ୍ୱାସେ ଏ ଆତ୍ମା ହୋଇ ଦେହବନ୍ତ ଦେହ ବୀର ମଣେ ନିତ୍ୟ ଅର୍ଜିଲା କର୍ମଫଳ ବଳେ ପ୍ରାଣୀ ଭ୍ରମନ୍ତି ମହି ତଳେ ସଂସାର ସଂଯୋଗ ବିୟୋଗ ଅଶୋକ ହରସ ବେନି ମାର୍ଗେ ଏ ଅର୍ଥେ ଇତିହାସ କହି ଶୁଣ ଜନନୀ ମନ ଦେଇ ପୂର୍ବେ ପୁତ୍ରଙ୍କ ବଧୂ ତୁଲେ ଯେବା ସମ୍ପଦ ମହି ଦଳେ ଶୁଣ ଜନନୀ ମନ ତୋଷେ ସେ କଥା କହି କଥା ଅଛି ନର ଅଂଶେ ସୁଯଜ୍ଞ ନାମେ ରାଜା ଥିଲା ଶତ୍ରୁ ସଂଗ୍ରାମେ ପ୍ରାଣ ଦେଲା ତାହା ଶୁଣି ନ ପୁରଜନେ ମିଳିଲେ ମୃତପିଣ୍ଡ ସ୍ଥାନେ ଦେଖିଲେ ରାଜାର ଶରୀର ରୁଧିରେ ଧୂଳିରେ ଧୂସର ରତ୍ନ କବଚ ଖଣ୍ଡ ଖଣ୍ଡ ବିଭ୍ରମ ଅଳଙ୍କାର ପିଣ୍ଡ ତା ବକ୍ଷ ସ୍ଥଳେ ଶିର ଛିଦି ବିନିଷ୍ଟ ହୋଇଛି ନୟନ ଛିନ୍ନ ବିନିଷ୍ଟ ହୋଇଛି ନୟନ ବିଦୀର୍ଣ୍ଣ କେଶ ତାର ମୁଣ୍ଡ ବହେ ରୁଧିର ଚାରୁ ତୁଣ୍ଡ ଅଧର ଦଂଶିତ ବଦନ ହୋଇଅଛଇ ଦିବ୍ୟମାନ ବାୟୁ ନ ବହେ ନାକ ବାଟେ କର ୟୁଦ୍ଧ ଛିନ୍ନ ଅଟେ ଏକାକେ ମିଳିଲେ ସମୀପେ କାମିନୀ ଗଣ ଦୁଃଖ ସୁଖେ ଅତି କାତର ହୋଇ ତହିଁ କାନ୍ଦନ୍ତି ରାଜା ମୁଖ ଚାହିଁ ଭୋନାଥ ତୋହର ଚରଣେ ତୋର ସକଳ ବନ୍ଧୁଗଣେ ଜୀବନ ଥାଉ ଥାଉ ମଲୁ ବିଧି ଯୋଗୀ ଭିଆଇଲୁ ହୃଦରେ ବେନିକର ତାଡ଼ି କାନ୍ଦନ୍ତି ଭୂମି ତଳେ ପଡ଼ି ଚରଣ ପୁଣ ପୁଣ ଧରି କାନ୍ଦନ୍ତି ଉଚ୍ଚ ନାଦ କରି ଚରଣ ସିକ୍ତ ଅଶ୍ରୁ ଜଳେ ଲୋତକ ମିଶ୍ରିତ କଲଳେ ଉଚ୍ଚ କୁଙ୍କୁମ ଅଶ୍ରୁ ଜଳେ ପଡ଼ଇ ରାଜା ପାଦ ତଳେ କେଶ ବସନ ସମ୍ଭାଳ ଶୁଭେ ରୋଦନ ମହାଗୋଳ ହେ ହେ ଦୈବ ତୁ ନିର୍ଦ୍ଦୟ ଦୂରୁ ଛାଡ଼ିଲୁ ମାୟା ମୋହ ଅଦୃଷ୍ଟ ଅଶ୍ରୁତ କରମ ଭିଆଇ କଲୁ ମତିଭ୍ରମ ପୂର୍ବେ ଆମ୍ଭକୁ ସୁଖ ଦେଲୁ ଏବେ ତୁ ନିଷ୍ଠୁର ହୋଇଲୁ ପୁଣି ରାଜାର ପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ ଆମ୍ଭକୁ ତେଜୁନାଥ ତୁଇ ମୁହୂର୍ତ୍ତେ ତୋ ସଙ୍ଗେ ନ ପାଇ କେମନ୍ତେ ଧରିବୁ ଜୀବନ ଦିଶଇ ଦଶ ଦିଗ ଶୂନ୍ୟ ତୋର ଚରଣେ ଆମ୍ଭେ ସେବୁ କହ କେବଣ ଦିଗ ଯିବୁ ଏମନ୍ତ ପତିପାଦ ଧରି ଉଚ୍ଚେ କାନ୍ଦନ୍ତି ତାର ନାରୀ ଦହନ ପାଇଁ ନ ଛାଡ଼ନ୍ତି ଦୁଃଖେ ରହିଲେ ଗୋତ୍ର ଜ୍ଞାତି ଏମନ୍ତେ ରବି ଅସ୍ତ ଗଲା ଘୋର ତିମିର ପ୍ରକାଶିଲା ଆର୍ତ୍ତରୋଦନ ତାଙ୍କ ଦେଖି ଶୟନ ଭୁବନ ଉପେକ୍ଷୀ ଶୋକ ନିବାରି ଇଚ୍ଛା କରି ଯମ ବାଳକ ରୂପ ଧରି ମିଳିନ ତାଙ୍କ ସନ୍ନିଧାନେ କହଇ କୋମଳ ବଚନେ ଯମ ବାଚ आहे ଅଦ୍ଭୁତ କଥା ଦେଖ ଏ ସର୍ବ ବୟସେ ଅଧିକ ବାଳକ ପ୍ରାୟ ନ ଜଣାନ୍ତି ବିମୋହ ରୋଦନ କରନ୍ତି ଏ ପ୍ରାଣ ଯହୁଁ ଆସିଥିଲା କର୍ମ ସଙ୍ଗତେ କରି ଖେଳା ତହିଁକି କଲା କର୍ମ ଅନ୍ତେ ଜାଣି ନ ଜାଣୁ ତୁ କେମନ୍ତେ ଏଣୁ ଏ କର୍ମମୟ ଦେହି କର୍ମ ଅଧିକ କେହି ନାହିଁ ସମସ୍ତ ତୁଲ୍ୟ ଦେହ ବହି କର୍ମ ସରିଲେ କେବା କହି ଯଉଁ ଅଇଲା ତା ନ ଜାଣେ ଦେହକୁ ନିତ୍ୟ ପ୍ରାୟ ମଣେ ମନ୍ତ ଜଇଁକି ପ୍ରାଣ ଜୀବ ଏହା ନ ଜଣେ ବ୍ରହ୍ମା ଶିବ ସଂସାର ମଧ୍ୟ ଦେହ ବହି ସକଳ ମଧ୍ୟ ଅନ୍ୟମୟୀ ପିତା ଜନନୀ ମୋର ନାହିଁ ବୁଲଇ ଅରକ୍ଷିତ ହୋଇ ବୃକ ପ୍ରଭୃତି ଜନ୍ତୁ ଯେତେ କେ ଭଜି ନ ପାରନ୍ତି ମତେ କର୍ବେ ନ ଯେ ରକ୍ଷା କଲା ମତେ ଏବେ ସେ ଅଛି ମୋ ସଙ୍ଗତେ ଈଶ୍ୱର ଇଚ୍ଛାରେ ସର୍ଜଇ ପାଳନ
ପୁଣି ସଂହାରଇ ତାହାର କ୍ରୀଡ଼ାଏ ଜଗତ କିବା ବାଳକ ତାତ ମାତ। ଯେ ପ୍ରାଣୀ ନିଜ ପଥ ଛାଡ଼ି ନିୟତ କର୍ମେ ଯେବେ ହୁଡ଼ି କର୍ମ କରଇ ତାକୁ ରକ୍ଷା ଗୁରୁ କ ପ୍ରାୟ ଦେଇ ଦୀକ୍ଷା। ବାଳକ ଗୃହେ ଥାଇ ଯେନେ କର୍ମେ ନଥିବ ଭୋଗ ମନେ ରକ୍ଷକ ଥିଲେ ହେଁ ମରଇ ଅତି ଯତନେ ଯେବେ ଥାଇ ସେ ଯେ ବାଳ ବିପିନେ ବର୍ଦ୍ଧିତ ସ୍ୱଭାବେ ହୋଇ ଅରକ୍ଷିତ ତାହାଙ୍କୁ ଦୈବ ରଖଇ ବେଦ ପୁରାଣ ଏହା କଇ। ଏଣୁ ପ୍ରାଣୀଏ କର୍ମ ଫଳ ଜନ୍ମ ମରଣେ ସଳ ଆତ୍ମା ସକଳ ଦେହ ଥାଇ ଶରୀରୁ ଭିନ୍ନ ସେ ଅଟଇ। ଶରୀରେ ଆତ୍ମା ଜ୍ଞାନ ଖ୍ୟାତ ମୋହ ବସରୁ ହୁଏ ଜାତ। ଯେତେ ବୁଦ୍ବୁଦୁ ଜଳୁ ଜାତ ମାଟିରୁ ଘଟ ଯେ ସମ୍ଭୂତ ସ୍ୱର୍ଣ୍ଣରୁ କୁଣ୍ଡଳ ହୁଅଇ ବିନାଶେ ନିର୍ଯତ ଲବଇ। ମଣଇ ବୁଦ୍ବୁଦ ଜଳରେ ଘଟ ବିଲନ ମୂର୍ତ୍ତିକାରେ କୁଣ୍ଡଳ ସ୍ୱର୍ଣ୍ଣ ତକୁ ପାଇ ଶେଷରେ ଜଳାଦି ରହଇ। ତେସନ କାଳ ବସେ ଜାତ କର୍ମ ଭୋଗିଣ ଜୀବ ମୃତ ବିନିଷ୍ଟ ହୁଅଇ ଶରୀର ଆତ୍ମା ଚଳଇ ନିରତନ ଅଗ୍ନିଜେସନ କାଷ୍ଟେ ଥାଇ ସ୍ୱଭାବେ ଭିନ୍ନ ଯେ ଅଟଇ। ପବନ ଦେହ ମଧ୍ୟ ଥାଇ ଦେହରୁ ପୃଥକ ଅଟଇ ଆକାଶ ସର୍ବବ୍ୟାପୀ ହୋଇ କାହାରି ସଙ୍ଗେ ଲିପ୍ତ ନୋଇ। ଏ ଜୀବ ପର ପୁରୁଷ ତେମନ୍ତ ସ୍ୱଭାବେ ତ୍ରିଗୁଣା ରିକ୍ତ ସୁଯଜ୍ଞ ରାଜା ଏନୁ ରୋଦନ କରେ କାହିଁ ପାଇଁ ଶ୍ରୋତା ବକତା ନାହିଁ ଏତେ ରୋଦନ ଶୁଣିବ କେମନ୍ତେ। ଦେହ ମଦେ ଆତ୍ମା ଥାଇ ଇନ୍ଦ୍ରିୟ ସଙ୍ଗେ ପ୍ରକାଶ ସେ ତୁ ଗଲା ଅନ୍ତରିକ୍ଷେ ଦେଖ ଏ ମୂର୍ତ୍ତିକା ପ୍ରତ୍ୟକ୍ଷେ ଏ ଦେହ ପାର୍ଥ ବିକାର ପଡ଼ିଛି ପୃଥିବୀ ଉପର। ଯାହାକୁ ସୁଖ ତୁମ୍ଭେ କର ଯେ ପ୍ରାଣୀ ଏ ଦେହ ରୂପା ପର। ଏ ପଞ୍ଚଭୂତ ଇନ୍ଦ୍ର ଗଣ ମନ ଯେ ହାର କାରଣ ଆତ୍ମାଟି ଏହାଙ୍କର ସଙ୍ଗେ ପ୍ରକାଶ ଉଚ୍ଚ ବା ଚରଙ୍ଗେ। ସେ ନିଜ ତେଜ ପ୍ରକାଶଇ ଶରୀର ଘେନଇ ଛାଡ଼ଇ ଯାବତ ଆତ୍ମା ଦେହ ଥାଇ ଅଲିଙ୍ଗେ ଲିଙ୍ଗ ଦେହ ବଇ। ଏ ଜୀବ କର୍ମର ବନ୍ଧନ ଏହା ନ ଜାଣେ ମୂର୍ଖ ଜନ। ଏଣୁ ଏ ଗତାଗତ ପଥେ କ୍ଲେଶ ଲଭଇ ଅବିରତେ। ଏ ପୁଣି ମିଥ୍ୟା କଳେ ବର ଅତିଥ୍ୟ ତଥ୍ୟ ପ୍ରାୟ ପୁର। ଯେମନ୍ତ ସ୍ୱପ୍ନ ମନ ରଥ ଭ୍ରମଇ ଇନ୍ଦ୍ରିୟଙ୍କ ଅର୍ଥ। ଦେଖଇ ସତ୍ୟ ପ୍ରାୟ ତାହା ନିଦ୍ରାର ଅନ୍ତେ ହୁଏ ମାୟା। ଏହାଙ୍କ ନିତ୍ୟାନିତ୍ୟ ପଥେ ପଣ୍ଡିତ ନେଘନନ୍ତି ଚିତେ କର୍ମ ଅନ୍ୟଥା ଯେ କରିବ ଯାହା ନ ଜାଣେ ବ୍ରହ୍ମା ଶିବ। ଶୁଣ କହିବା ପୂର୍ବବାଣୀ ମୁଁ ଯେ ବାଳକ ଅଛି ଶୁଣି ଲୁବ୍ଧ ପକ୍ଷୀଙ୍କ ମରଣେ ବିଧିନ ପଶିଲା ଘୋର ବନେ। ବୁଲଇ ହସ୍ତେ ପାଶ ନେଇ ପକ୍ଷୀଙ୍କ କାଳ ପ୍ରାୟ ହୋଇ ଲତା ଗହଳେ ସେ ପଶିଲା ଅନ୍ତର ହୋଇ ନ ରହିଲା। ଆହାର ଜାଲ ତଳେ ଥୋଇ ଲୁଚିଲା ଲତା ମଧ୍ୟେ ଯାଇ। କୁଲିଙ୍ଗ ପକ୍ଷୀ ପତ୍ନୀ ମେଳେ ବସି ଯେ ଥିଲା ବୃକ୍ଷ ଡାଳେ ଆହାର ଦେଖି ଜାଲ ତଳେ ପଶିଲା କୁଲିଙ୍ଗ ଚଞ୍ଚଳ ଲୁବ୍ଧ ଜାଲ ପାଶେ ଛନ୍ଦି ସେଇ ପତ୍ନୀକୁ କଲା ବନ୍ଦୀ। ପତ୍ନୀ ମରଣ ପକ୍ଷୀ ଦେଖି ତତ୍କ୍ଷଣେ ଆସନ ଉପେକ୍ଷୀ ଉଚ୍ଚ ସ୍ୱରରେ ଡାଳେ ବସି ନିର୍ଘାତ ନିଶ୍ୱାସ ସାହସୀ ଅତି ବିକଳେ ଦୁଃଖ ମନେ ଲୋତକ ବହଇବ ନୟନେ। କର୍ମ ଆଧରି ସତୀ ଚାହିଁ ବୋଲଇ ରବିଙ୍କି ଅନାଇ। ହାହା ଦଇବ ତୁ ନିର୍ଦ୍ଦୟ ମୋର ବିଷୟ କଲୁ କୋହ କୋଷଣ କଲୁ ପତ୍ନୀହୀନେ ଦେହ ଧରିବି କେଶନେ। ଶରୀର ଅର୍ଦ୍ଧ ଅଙ୍ଗେ ନାରୀ ଅର୍ଦ୍ଧେକ କେବା ଦେହ ଧରି। ବାଳକ ଅଛନ୍ତି ମୋ ବାସେ କି ଘେନି ଯିବି ତାଙ୍କ ପାଶେ। କେମନ୍ତେ ପୋଷିବି ମୁହିଁ ତାହାଙ୍କ ଦେହେ ପକ୍ଷ ନାହିଁ। ବାଳକ ମୋର ମାତୃହୀନେ ଜୀବନ ଧରିବେ କେଶନେ। ମାତାଙ୍କୁ ଲୋଡ଼ିବେ ନିରତ ମୁଁ ତାହା ସହିବି କେମନ୍ତ। ଏମନ୍ତ ବୃକ୍ଷ ଡାଳେ ଥାଇ ବିକଳେ କୁଲିଙ୍ଗ କାନ୍ଦଇ। ପତ୍ନୀର ଦେହ ଦେଇ ମନ ତତ୍କ୍ଷଣ କ୍ଷଣକେ ଅଚେତନ। ଏମନ୍ତ ବ୍ୟାଧ ବୃକ୍ଷ ତଳେ ମିଳିଲା ଚରଣ ନିଶ୍ଚଳେ। ନାରଚ ବିନ୍ଧି ତାକୁ ମାରି ମୁଦିନ ଥୋଇଲା ପଞ୍ଜରୀ। ତହୁଁ ସେ ନିଜପୁର ଗଲା ଶୁଣ ଗୋ ନୃପତି ଅବଳା। ଆତ୍ମାର ଗତି ତ ନ ଜାଣ ସୁଜନ ବଚନ ନ ଶୁଣ। ଶତବରଷ ଏଇଟାରେ ରୋଦନ କରୁଥିବ ଯେବେ ତେବେ କି ଉଠିବ ଶରୀର ତେମନ୍ତ ବିଚାର ତୁମ୍ଭର। ହିରଣ୍ୟ ସବୁ ଉବାଚ ବାଳକ ବଚନ ଏମନ୍ତ ଶୁଣି ସକଳ ଏକଚିତ ମାୟା ଛାଡ଼ିଲେ ଜ୍ଞାନ ପାଇ ଉଠିଲେ କୁଆର ଚାହିଁ। ବୋଲନ୍ତି ମିଥ୍ୟା ଏ ସଂସାର ଅନିତ୍ୟ ମନୁଷ୍ୟ ଶରୀର। ଯମ ଏ ଉପଦେଶ ଦେଲା ତତ୍କ୍ଷଣେ ଅନ୍ତର୍ଧ୍ୟାନେ ଗଲା। ତତ୍କ୍ଷଣେ ଜ୍ଞାତି ଗୋତ୍ର ମେଳେ ରାଜା ପ୍ରେତ କାର୍ଯ୍ୟ କଲେ। ଏଣୁ ମୋ ଅନୁଜ ମରଣେ ଶୋକ କରିବି କି କାରଣେ। ଏମନ୍ତେ ମାୟାର ସଂସାର କେ ନିଜ କେ ବା ଅଛି ପର।
ନାରଦ ଉବାଚ ଏମନ୍ତେ ଶୁଣି ପୁତ୍ର କଥା ଶୋକ ଛାଡ଼ିଲେ ରାଜମାତା ପୁତ୍ରବଧୂକୁ ଶାନ୍ତ କରି ତଥ୍ୟ ବଚନ ମନେ ଧରି ଦିତି ଛାଡ଼ିଲା ପୁତ୍ର ଶୋକ ବ୍ରହ୍ମରେ ନିବେଶୀ ବିବେକ କହି ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ ନାରଦ ମୁନି ଅନୁରାଗେ କହିଲେ ଧର୍ମସୂତ ଆଗେ ଏବାଣୀ ତତ୍ତ୍ୱଜ୍ଞାନ ସାର ଶୁଣି ସଂସାରୁ ପ୍ରାଣିତର ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୟାସିକା ସପ୍ତମ ସ୍କନ୍ଧେ ନାରଦ ଯୁଧିଷ୍ଠିର ସମ୍ବାଦେ ଦିତି ଶୋକ ନବେଦନ ନାମ ଦ୍ୱିତୀୟ